ମାଟି ଲିଖିତ ସୁସମାଚାର 24 ପର୍ବ 12 ଆଉ 13 ପଦ। ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ। ବହୁତ ଲୋକଙ୍କର ପ୍ରେମ କ'ଣ କମିଯିବ। କେମିତି? ଆଜି ଦେଖୁଥିବା ବିଷୟ ପ୍ରତି ଆମେ ଅଧିକ ମନୋଯୋଗୀ ହେଉଛୁ ନା ଅଦୃଶ୍ୟ ବିଷୟ ପ୍ରତି ଆମେ ମନୋଯୋଗୀ ହେଉଛୁ? ଦୁଇଟା ବିଷୟ। ଈଶ୍ୱରଙ୍କର ବାକ୍ୟ ଅଦୃଶ୍ୟ ପ୍ରତି ବିଶ୍ୱାସ କରିବା ପାଇଁ ଆମକୁ କହୁଛି, ଆଉ ଜାଗତିକ ବିଷୟରେ ଲୋକମାନେ ଆଜି ବହୁତ କିଛି ମାତିଛନ୍ତି ଯେଉଁଟାକି ଦେଖିକରି ବିଶ୍ୱାସ କରନ୍ତି। ଆଜି ଅନେକ ଟେକ୍ନିସିଆନ ମାଧ୍ୟମ ହେଲା, ଅନଲାଇନ୍ ମାଧ୍ୟମ ହେଲା, ଆଉ ବହୁତ କିଛି ଲୋକମାନେ ଦେଖିବାରେ ଆଜି ସୁସ୍ଥତା ଦେଖିକି ସେଇଟାରେ ପଳାଉଛନ୍ତି। ଅନେକ ବାବାମାନେ ଅଛନ୍ତି, ସେ ବାବାମାନଙ୍କ ସୁସ୍ଥତାରେ ଲାଗି ପଡ଼ୁଛନ୍ତି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁମାନେ ଆସିଛନ୍ତି ସେମାନେ ମଧ୍ୟ କିଛି ଲୋକ ଆଶ୍ଚର୍ଯ୍ୟ ବିଷୟ ପ୍ରତି ଧ୍ୟାନ ଦେଇକି ପ୍ରଭୁଙ୍କୁ ଛାଡ଼ିକି ପଳାଇ ଯାଉଛନ୍ତି। ଏ ମଣ୍ଡଳରେ କିଛି ତ ହେଇପାରୁନାହିଁ, ମୁଁ ଏ ମଣ୍ଡଳରେ କୌଣସି ପ୍ରକାର ମୁଁ ଉନ୍ନତ କରିପାରିବି ନାହିଁ। ସେମାନେ ଉନ୍ନତି ଆଶାରେ ସେହି ଭଲ ସେବାକୁ ଛାଡ଼ିକି ଅନ୍ୟ ଜାଗାକୁ ଯାଉଛନ୍ତି। ଏଠାରେ ପ୍ରଭୁ ପ୍ରକାଶ କରିବାକୁ ଚାହାନ୍ତି, ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ। ଆଉ 13ରେ ଲେଖାଗଲା, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ। ଆଜି ଯେଉଁ ମଣ୍ଡଳରେ ଆମେ ବିଶ୍ୱାସ କରୁଛୁ, ଯେଉଁ ପାଷ୍ଟର ଆଜ୍ଞାମାନଙ୍କ ସହିତ ଅଛୁ, ଯେଉଁ ପ୍ରାଚୀନ ବର୍ଗଙ୍କ ସହିତ ଅଛୁ, ଯେଉଁ ବିଶ୍ୱାସମାନଙ୍କ ସହିତ ରହୁଛୁ, ସେଇଟାରେ ଆମେ ସେ ପ୍ରକାର ରହିବା। ଆଉ ଯେଉଁ ବାକ୍ୟ ଆମେ ଶୁଣୁଛୁ ସେଇ ପ୍ରକାର ଆମେ ଜୀବନଯାପନ କରିବା। ବାକ୍ୟ ବାହାରକୁ ଯଦି ଯାଉଛୁ ତାହେଲେ ଆମେ ହଇରାଣରେ ପଡ଼ିଯିବା।